आमे एही जगतरे संपूर्ण सिद्ध लोकन को पाइबा नहीं। करंथीर लोक माने मध्य आपण को ओ मोह परी सिद्ध नथिले। सेमानक मध्यरे समस्या थिला। प्रिय बंधु, प्रश्न हला आमे ख्रीष्टंक ठारे लागी रही चुकी। आज आम आत्मिक स्थिति की प्रकार? आमे कौन जीशुंक ठारे विश्वास कला परे मध्य सांसारिक जीवन काटुछु? गति प्रदीप सेही निराशरे आशा देई ए घोर दुर्दिन काले बंधुर पथ धारे दिए से जे शांति शिखा दिए से जे प्रिय दर्शक बंधु नमस्कार। प्रभु जीशुक मधुमय नाम आपण को आजिर पथ प्रदर्शिका कार्यक्रम को स्वागत करुअछि। आपण केमिति अछंती? मोर विश्वास प्रभुंक दया और अनुग्रह आपण निश्चय भल थिबे। आपण नियमित आम कार्यक्रम देखुछंती, शिक्षा लाभ करूछंती और आत्मिक जीवन रे बढ़ुछंती, सेथिपई मु विशेष आनंदित। आपण को मतामत निश्चय आमको जणाइबे। आम टीवी स्क्रीन रे दिया जाइथिबा नंबर रे आम सह जोगाजोग करिवे। आमे आपन को फोन रो अपेक्षा रे अछु। ए दिन मानकरे आमे प्रथम करंती पुस्तक उपरे अध्ययन करूछु। मु कहिबाकू चाहे विभिन्न प्रकार परिस्थिति और समस्या मध्य दे जीवा एक स्वाभाविक विषय। प्रत्येक विश्वासी किछि ना किछि समस्या मध्य दे गति करे। प्रत्येकक मंडली रे मध्य किछि ना किछि समस्या रहिछि। पाउल जेतेबेले करंथी मंडलीर विश्वासी मान को लिखुछंती, सेमानक मध्यरे थिबा समस्या विषय कहउछंती। आमे एई जगत रे संपूर्ण सिद्ध लोकन को पाइबा नाही। करंथी मंडलीर लोक माने मध्य आपण को मोह परी सिद्ध नथिले। सेमानक मध्यरे समस्या थिला। पाउल निजे एई मंडली को स्थापन करिथिले, किंतु प्राय 5 वर्ष परे देखुछंती विश्वासी मानक मध्यरे विभिन्न प्रकार समस्या देखा जाउछि। तांको प्रथम पत्र रे आमे से समस्त समस्या विषय पाउल कथावार्ता करुथुवा लक्ष्य करूछु। आमे मध्य प्रभुंक निकट रे ए प्रार्थना करू, प्रभु आमे सिद्ध नु, आमको सिद्ध हेबा निमंते सहाय्य करो। तुम पवित्र वाक्य मध्य देई कथा को आमे देखु जे पाउल समान मध्य थिबा दलभेद विषय कथबार्ता करुछंती। केही निजको आपोलंकर, केही तो पाउलंकर बोली कहउथिले। सेमाने आत्मिक मना नथिले। जागतिकता सेमानक मध्यरे थिला। तबे आसंतु ए संपर्क रे अधिक आलोचना करिबा पूर्वरु आमे एक भक्तिमूलक गीत सुनिबा। चाहे
ଶିଖରେ ଆଜି ଆମେ ନୂତନ ନିୟମର ପ୍ରଥମ କରିନ୍ଥୀୟ ପୁସ୍ତକ ତହିଁର 3 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 23 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜିର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଈଶ୍ୱରଙ୍କ ବିଷୟରେ ସଠିକ୍ ଧାରଣା ଖ୍ରୀଷ୍ଟୀୟ ସେବାକୁ ସୁସ୍ପଷ୍ଟ କରେ। ଏପରିକି ଆମେ 2 ପର୍ବରେ ଦେଖିଥିଲୁ ପାଉଲ 2ଟି ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଉପସ୍ଥାପିତ କରିଥିଲେ, ଆତ୍ମିକ ମନା ଓ ସାଂସାରିକ ମନା ମନୁଷ୍ୟ। ବର୍ତ୍ତମାନ ସେ ଆଉ ଏକ ପଦକ୍ଷେପ ନିଅନ୍ତି ବିଶ୍ୱାସୀମାନଙ୍କ ମଧ୍ୟରେ ଏକ ଭିନ୍ନତା ଦର୍ଶାଇବା ନିମନ୍ତେ। ତାହା ହେଉଛି ବାହିକ ଖ୍ରୀଷ୍ଟ ବିଶ୍ୱାସୀ ଓ ଆତ୍ମିକ ଖ୍ରୀଷ୍ଟ ବିଶ୍ୱାସୀ ସେମାନଙ୍କ ଜୀବନ ଦ୍ୱାରା ଓ ସେମାନଙ୍କର ଖ୍ରୀଷ୍ଟୀୟ ସେବା କାର୍ଯ୍ୟ ଦ୍ୱାରା ପ୍ରକାଶିତ ହେବ। ପ୍ରଥମ କରିନ୍ଥୀୟ 3 ପର୍ବର ପ୍ରଥମ ପଦରେ ଲେଖା ଅଛି, ହେ ଭାଇମାନେ, ମୁଁ ଆତ୍ମିକମନା ଲୋକଙ୍କୁ କହିଲା ପରି ତୁମମାନଙ୍କୁ କହିପାରିଲି ନାହିଁ, କିନ୍ତୁ ଶାରୀରିକ ଲୋକମାନଙ୍କୁ ଓ ଖ୍ରୀଷ୍ଟଙ୍କଠାରେ ଶିଶୁମାନଙ୍କୁ କହିଲା ପରି ତୁମମାନଙ୍କୁ କହିଲି। ଏଠାରେ ଆମେ ଦେଖୁଛୁ ତୃତୀୟ ଶ୍ରେଣୀର ଲୋକ। ସେ ହେଉଛି ଅସ୍ୱାଭାବିକ ଖ୍ରୀଷ୍ଟ ବିଶ୍ୱାସୀ ବା ଅସ୍ୱାଭାବିକ ମନୁଷ୍ୟ। ଆମେ ସାଂସାରିକ ମନୁଷ୍ୟ ଓ ଆତ୍ମିକ ମନା ମନୁଷ୍ୟ ବିଷୟ ନେଇ ଶିକ୍ଷା କରିଥିଲୁ। ତେବେ ଆମେ ଆତ୍ମିକ ମନା ମନୁଷ୍ୟକୁ ଐଶ୍ୱରିକ ମନୁଷ୍ୟ ବୋଲି ମଧ୍ୟ କହିପାରିବା। କିନ୍ତୁ ଏଠାରେ ଆମେ ତୃତୀୟ ଶ୍ରେଣୀର ବ୍ୟକ୍ତିବିଶେଷଙ୍କୁ ଦେଖୁଅଛୁ ଯିଏକି ଅସ୍ୱାଭାବିକ ମନୁଷ୍ୟ। ସେ ଅସ୍ୱାଭାବିକ ମନୁଷ୍ୟ ଯେହେତୁ ସେ ଖ୍ରୀଷ୍ଟ ବିଶ୍ୱାସୀଙ୍କ ମଧ୍ୟରେ ଜଣେ ବୋଲି ଗଣିତ, ମାତ୍ର ସେ ପ୍ରକୃତ ଖ୍ରୀଷ୍ଟ ବିଶ୍ୱାସୀ ନୁହେଁ, କିନ୍ତୁ ବାହିକ ଖ୍ରୀଷ୍ଟ ବିଶ୍ୱାସୀ ବା ନାମଧାରୀ ବିଶ୍ୱାସୀ। ସେ ତଥାପି ଖ୍ରୀଷ୍ଟଙ୍କଠାରେ ଏକ ଶିଶୁ ପରି ଅଛି, ଅର୍ଥାତ୍ ସେ ଆତ୍ମିକ ଜୀବନରେ ଶିଶୁ ପରି ରହିଅଛି। ତାହାର ଆତ୍ମିକ ଜୀବନରେ ଅଭିବୃଦ୍ଧି ଘଟିନାହିଁ। ତେବେ ଏହି ପତ୍ରଟିର ପ୍ରଥମ ଭାଗରେ ପାଉଲ ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ କାର୍ଯ୍ୟକଳାପ ବିଷୟ ନେଇ ଉଲ୍ଲେଖ କରନ୍ତି, କିନ୍ତୁ ଏହି ପତ୍ରଟିର ଶେଷ ଭାଗରେ ସେ ଆତ୍ମିକ ମନା ବିଶ୍ୱାସୀଙ୍କ ବିଷୟ ନେଇ ପ୍ରକାଶ କରନ୍ତି ବା ଆତ୍ମିକତା ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ କରନ୍ତି। ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀ ହେଉଛି ଜଣେ ଯେ କି ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ ହୋଇନାହିଁ ଓ ଏହା ମଧ୍ୟ ସ୍ପଷ୍ଟ ଯେ ତାହାର ଆତ୍ମିକ ବିଚାର ବୁଦ୍ଧିର ଅଭାବ ଦେଖାଯାଇଥାଏ। ଯେହେତୁ ପବିତ୍ର ଆତ୍ମା ଯେ ତାହାର ଅନ୍ତର ମଧ୍ୟରେ ବାସ କରନ୍ତି ନାହିଁ ତାହା ନୁହେଁ, ମାତ୍ର ଯେହେତୁ ସେ ଅନୁଗ୍ରହରେ ଓ ଖ୍ରୀଷ୍ଟଙ୍କ ଜ୍ଞାନରେ ବଢ଼େ ନାହିଁ ଏଥିନିମନ୍ତେ। ଏଠାରେ ଆମେ ପୁନର୍ବାର ଲକ୍ଷ୍ୟ କରିବାକୁ ପାରୁଅଛୁ ଯେ ଈଶ୍ୱରଙ୍କ ବାକ୍ୟ ସହିତ ସମ୍ପର୍କ ସ୍ଥାପନ ନ କଲେ ତହିଁର ଫଳାଫଳ କ'ଣ ହୁଏ, ଏହା ଲକ୍ଷ୍ୟ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହି ଅସ୍ୱାଭାବିକ ମନୁଷ୍ୟ ବା ଏହି ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ଏକ ଶିଶୁ ପରି। ତାହାର ସକ୍ଷମତା ଅଛି, ମାତ୍ର ଇଚ୍ଛା ନାହିଁ। ଜଣେ ଶିଶୁର ଏକ ଶିକ୍ଷିତ ବ୍ୟକ୍ତି ହେବାର ସକ୍ଷମତା ଅଛି, ମାତ୍ର ସେ ଦୁଗ୍ଧପାନ ସହିତ ଆଗେଇବାକୁ ଅଛି। ପାଉଲ ଏହି ବିଷୟକୁ ଏକ ଆତ୍ମିକ ସ୍ତରରେ ନେଇ ଉପସ୍ଥାପିତ କରନ୍ତି। 3 ପର୍ବର 2 ପଦରେ ଲେଖା ଅଛି, ମୁଁ ତୁମମାନଙ୍କୁ ଦୁଗ୍ଧପାନ କରାଇ ଅନ୍ୟ ଖାଦ୍ୟ ଦେଲି ନାହିଁ, କାରଣ ତୁମେମାନେ ତାହା ଗ୍ରହଣ କରିବାକୁ ସମର୍ଥ ନଥିଲ, ଆଉ ଏବେ ମଧ୍ୟ ସମର୍ଥ ହୋଇନାହ। ପାଉଲ ଏପରି ଲୋକମାନଙ୍କୁ ଆତ୍ମିକ ବିଷୟରେ ଅଧିକ କିଛି କହିପାରିବେ ନାହିଁ, କାରଣ ସେମାନେ ଏପର୍ଯ୍ୟନ୍ତ ତାହା ଗ୍ରହଣ କରିବା ନିମନ୍ତେ ପ୍ରସ୍ତୁତ ହୋଇନାହାନ୍ତି। ପ୍ରଥମେ ସେ ସେମାନଙ୍କୁ ସେମାନଙ୍କର ବାହିକତା ବିଷୟ ନେଇ କହିବା ଉଚିତ। ଦୁର୍ଭାଗ୍ୟବଶତଃ ଆଜି ଅନେକ ଖ୍ରୀଷ୍ଟୀୟ ମଣ୍ଡଳୀ ଏହିପରି ସ୍ତରରେ ଗତି କରୁଅଛି।
ଆମେ କିପରି ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀ ଚିହ୍ନିପାରିବା? ଏ ସେହି ଖ୍ରୀଷ୍ଟ ବିଶ୍ୱାସୀ ଯିଏକି ନିଜର ବାହୁବଳ ଉପରେ ନିର୍ଭର କରେ, ଶରୀରର ଦୁର୍ବଳ ବିଷୟଗୁଡ଼ାକ ଉପରେ ନିର୍ଭର କରେ। ସେ ଆତ୍ମିକ ଲକ୍ଷ୍ୟଗୁଡ଼ିକୁ ହାସଲ କରିବା ନିମନ୍ତେ ବାହିକ ବିଷୟ ସବୁକୁ ବ୍ୟବହାର କରେ। ଉଦାହରଣ ସ୍ୱରୂପ ଦେଖନ୍ତୁ, ଏ ପ୍ରକାର ଖ୍ରୀଷ୍ଟ ବିଶ୍ୱାସୀମାନେ କହନ୍ତି, ଆସ ଏକ ବଡ଼ ସଙ୍ଗୀତ ସମାରୋହର ଆୟୋଜନ କରିବା। କିମ୍ବା କହନ୍ତି, ଆସ ଆଧୁନିକ ସଙ୍ଗୀତକୁ ଈଶ୍ୱରଙ୍କ ସେବା ଉପାସନାରେ ସ୍ଥାନ ଦେବା। କିମ୍ବା ଏକ ବଡ଼ ଭୋଜି କରି ପରସ୍ପର ସହିତ ମିଳିତ ହୋଇ ଈଶ୍ୱରଙ୍କର ପ୍ରଶଂସା କରିବା। ଏହିପରି ବିଭିନ୍ନ ପ୍ରକାର ବାହିକ ରୀତିନୀତି ବା ନୀତି ନିୟମକୁ ଈଶ୍ୱରଙ୍କ ସେବା ଉପାସନାରେ ସ୍ଥାନ ଦେଇ ଈଶ୍ୱରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରନ୍ତି। ମାତ୍ର ଏହା କେବଳ ବାହିକ, ଏଥିରେ ଆତ୍ମିକତା କିଛି ନଥାଏ। ପାଉଲ ଏହିପରି ଲୋକମାନଙ୍କୁ ପରିଚିତ କରାଇବାକୁ ଯାଇ ଫିଲିପି 3:19 ଏହିପରି ଉଲ୍ଲେଖ କରନ୍ତି, ସେମାନେ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁ, ସେମାନଙ୍କ ପରିଣାମ ବିନାଶ, ଉଦର ସେମାନଙ୍କର ଦେବତା। ସେମାନେ ଆପଣା ଆପଣା ଲଜ୍ଜାକୁ ଦର୍ପର ବିଷୟ ମନେ କରନ୍ତି, ପୁଣି ପାର୍ଥିବ ବିଷୟଗୁଡ଼ାକରେ ଆସକ୍ତ ଅଟନ୍ତି। ପ୍ରକୃତରେ ଏହିପରି ଲୋକମାନେ ଯାହା କିଛି ଇଚ୍ଛା କରନ୍ତି ତାହା କରନ୍ତି। ସେମାନେ ଶରୀରକୁ ନିଜର ବଶରେ ରଖିପାରନ୍ତି ନାହିଁ। ତେବେ ସେହି ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀର ଚିହ୍ନ କ'ଣ, ତାହା ବର୍ତ୍ତମାନ ପାଉଲ ପ୍ରକାଶ କରିବାକୁ ଯାଉଅଛନ୍ତି। 3 ଲେଖା ଅଛି, ଯେଣୁ ଏପର୍ଯ୍ୟନ୍ତ ତୁମେମାନେ ଶାରୀରିକ ଅଟ, କାରଣ ଯେତେବେଳେ ତୁମମାନଙ୍କ ମଧ୍ୟରେ ଈର୍ଷା ଓ ବିବାଦ ରହିଅଛି, ତୁମେମାନେ କି ଶାରୀରିକ ନୁହଁ ଓ ମନୁଷ୍ୟର ସ୍ୱଭାବ ଅନୁସାରେ କି ଆଚରଣ କରୁନାହଁ? ତେବେ ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀ କିଏ? ତାକୁ ଆମେ କେଉଁଠାରେ ଦେଖିବାକୁ ପାରିବା? ଯେଉଁଠାରେ ଈର୍ଷା ଓ ବିବାଦ, ସେଇଠାରେ ଆମେ ତାହାକୁ ଦେଖିବାକୁ ପାରିବା। ଅର୍ଥାତ୍ ଯେଉଁ ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ଈର୍ଷା ଓ ବିବାଦ ତଥା କଳହ ଦେଖାଯାଏ, ସେଇଠାରେ ଆମେ ସେମାନଙ୍କୁ ଦେଖିବାକୁ ପାରିବା। ସେମାନଙ୍କର କାର୍ଯ୍ୟ ହେଲା ମଣ୍ଡଳୀ ମଧ୍ୟରେ ଅଶାନ୍ତି, ଈର୍ଷା, କଳହ, ବିଭେଦ ସୃଷ୍ଟି କରିବା ଓ ପରସ୍ପର ମଧ୍ୟରେ ତିକ୍ତତା ଓ ଘୃଣା ଭାବ ଜାତ କରାଇବା। ଯେତେବେଳେ ଏହି ସମସ୍ତ ବିଷୟ ମଣ୍ଡଳୀ ମଧ୍ୟରେ ପରିଲକ୍ଷିତ ହୁଏ, ସେତେବେଳେ ଆମେ ଜାଣି ରଖିବା ଉଚିତ ଯେ ଶାରୀରିକ ପ୍ରବୃତ୍ତି ସକ୍ରିୟ ହୋଇ ଉଠିଛି। ଏହା ହିଁ ନାମଧାରୀ ବିଶ୍ୱାସୀମାନଙ୍କର କାର୍ଯ୍ୟକଳାପ। ମୋର ପ୍ରିୟ ବନ୍ଧୁ, ଆପଣ ଜାଗତିକ ବିଷୟ ସାଧନ କରି ନ ପାରନ୍ତି ବା ଜାଗତିକତାରେ ଲିପ୍ତ ନ ହୋଇପାରନ୍ତି, ମାତ୍ର ତଥାପି ଆପଣ ଜଣେ ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀରେ ଗଣିତ ହୋଇପାରିବେ। ପାଉଲ କ'ଣ କହନ୍ତି ତାହା ଶୁଣନ୍ତୁ। 4-6 ମଧ୍ୟରେ ଏପରି ଲେଖା ଅଛି, ଯେହେତୁ ଯେତେବେଳେ ଜଣେ କୁହେ ମୁଁ ପାଉଲଙ୍କର, ପୁଣି ଆଉ ଜଣେ କୁହେ ମୁଁ ଆପୋଲଙ୍କର, ସେତେବେଳେ ତୁମେମାନେ କି ଶାରୀରିକ ନୁହଁ? ଆପୋଲ କିଏ? ପାଉଲ ବା କିଏ? ସେମାନେ ତ ସେବକ ମାତ୍ର, ଯେଉଁମାନଙ୍କ ଦ୍ୱାରା ପ୍ରତ୍ୟେକକୁ ପ୍ରଭୁ ଯେପରି ଦେଇଅଛନ୍ତି ତଦନୁସାରେ ତୁମେମାନେ ବିଶ୍ୱାସ କରିଅଛ। ମୁଁ ରୋପଣ କରିଅଛି, ଆପୋଲ ଜଳସେଚନ କରିଅଛନ୍ତି, କିନ୍ତୁ ଈଶ୍ୱର ବୃଦ୍ଧି ସାଧନ କରିଅଛନ୍ତି। ପାଉଲ କହିବାକୁ ଚାହାନ୍ତି, ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କୁ ପ୍ରାଧାନ୍ୟ ନ ଦେଇ ତାଙ୍କର ସେବକମାନଙ୍କୁ ପ୍ରାଧାନ୍ୟ ଦେଇ ମଣ୍ଡଳୀ ମଧ୍ୟରେ ଦଳଭେଦ ସୃଷ୍ଟି କରନ୍ତି, ତାହେଲେ ସେମାନେ ସେହି ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀରେ ଗଣିତ। ପାଉଲ କହନ୍ତି, ଆମେ ଦୁହେଁ ଈଶ୍ୱରଙ୍କର ସେବକ। ପାଉଲ ଜଣେ ସୁସମାଚାର ପ୍ରଚାରକ ଥିଲେ। ସେ ନୂଆ ନୂଆ ଅଞ୍ଚଳମାନଙ୍କରେ ସୁସମାଚାର ପ୍ରଚାର ନିମନ୍ତେ ଦ୍ୱାର ଖୋଲି ଦେଇଥିଲେ। ଆପୋଲ ତାହାଙ୍କ ସହିତ ଆସି ସଭାଗୁଡ଼ିକ ଆୟୋଜନ କଲେ ଓ ପ୍ରଚାର କଲେ ଓ ଅନେକ ସାଧୁମାନଙ୍କୁ ଉଠାଇଲେ। ସେମାନେ ଉଭୟ ଈଶ୍ୱରଙ୍କର ସେବକ ଥିଲେ। 7 ଲେଖା ଅଛି, ଅତଏବ ଯେ ରୋପଣ କରେ କିମ୍ବା ଯେ ଜଳସେଚନ କରେ, ସେ କିଛି ନୁହେଁ, ମାତ୍ର ବୃଦ୍ଧି ସାଧନ କରନ୍ତି ଯେ ଈଶ୍ୱର, ସେ ସାର। ପାଉଲ ଏଠାରେ କହନ୍ତି, କିଏ ସେବକ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ, ମାତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେହି ସେବକ ଈଶ୍ୱରଙ୍କ ଦ୍ୱାରା ବ୍ୟବହୃତ କି ନାହିଁ ତାହା ଜାଣିବା। ଯଦି ଈଶ୍ୱର ତାହାଙ୍କୁ ବ୍ୟବହାର କରୁଅଛନ୍ତି, ତାହେଲେ ତାହାଙ୍କ କାର୍ଯ୍ୟର ଫଳାଫଳ ତଥା ସଫଳତା ନିମନ୍ତେ ଈଶ୍ୱରଙ୍କୁ ଗୌରବ ଦେବା ଉଚିତ। ଈଶ୍ୱର ହିଁ ଗୌରବ ଓ ପ୍ରଶଂସା ପାଇବା ଉଚିତ। 8 ଲେଖା ଅଛି, ଯେ ରୋପଣ କରେ ଓ ଯେ ସେଚନ କରେ, ସେ ଦୁହେଁ ଏକ, କିନ୍ତୁ ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ। ଆମେ ଜାଣି ରଖିବା ଉଚିତ ଯେ ଈଶ୍ୱର ତାହାଙ୍କର ଅନେକ ସେବକମାନଙ୍କୁ ବ୍ୟବହାର କରନ୍ତି। ସେମାନେ ପ୍ରତ୍ୟେକ ଭିନ୍ନ ଭିନ୍ନ ପ୍ରକାରେ ଈଶ୍ୱରଙ୍କର ସେବା କାର୍ଯ୍ୟ କରିଥାଇପାରନ୍ତି। ତେଣୁକରି ଏହି କାରଣରୁ ଆମେ କୌଣସି ବ୍ୟକ୍ତିବିଶେଷଙ୍କ ସେବା କାର୍ଯ୍ୟ ବିରୁଦ୍ଧରେ ଯିବା ବା କୌଣସି ଭିନ୍ନ ମତାମତ ଦେବା ଉଚିତ ନୁହେଁ, ଯାହାଙ୍କୁ କି ପ୍ରଭୁ ବ୍ୟବହାର କରୁଅଛନ୍ତି। ଏହିପରି ପ୍ରଭୁଙ୍କର ଅନେକ ସେବକ ଅଛନ୍ତି, ଯେଉଁମାନେ କି ଭିନ୍ନ ଭିନ୍ନ ପ୍ରକାରେ ସେବା କାର୍ଯ୍ୟ କରନ୍ତି, ତଥାପି ଈଶ୍ୱର ପ୍ରତ୍ୟେକଙ୍କୁ ବ୍ୟବହାର କରନ୍ତି। ଆମେ ପ୍ରତ୍ୟେକ ଈଶ୍ୱରଙ୍କ ସହିତ ଜଣେ ଜଣେ ସେବକ। 9-10 ମଧ୍ୟରେ ଲେଖା ଅଛି, କାରଣ ଆମ୍ଭେମାନେ ଈଶ୍ୱରଙ୍କ ସହକର୍ମୀ,
ତୁମେମାନେ ଈଶ୍ୱରଙ୍କ କ୍ଷେତ୍ର, ଈଶ୍ୱରଙ୍କ ଗୃହ। ମୋତେ ଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ଅନୁସାରେ ମୁଁ ଜଣେ ବୁଦ୍ଧିମାନ ଗୃହ ନିର୍ମାଣକାରୀ ତୁଲ୍ୟ ଭିତ୍ତିମୂଳ ସ୍ଥାପନ କରିଅଛି। ଅନ୍ୟ ଜଣେ ତାହା ଉପରେ ନିର୍ମାଣ କରୁଅଛି, କିନ୍ତୁ ପ୍ରତ୍ୟେକ ଲୋକ ତାହା ଉପରେ କିପରି ନିର୍ମାଣ କରୁଅଛି ସେ ସମ୍ବନ୍ଧରେ ସାବଧାନ ହେଉ। ସେହି ଭିତ୍ତିମୂଳ 1900 ବର୍ଷ ପୂର୍ବରୁ ସ୍ଥାପନ କରାଯାଇଅଛି। ଆପଣ ଓ ମୁଁ ଆମେ ତାହାକୁ ସ୍ଥାପନ କରିପାରିବା ନାହିଁ। ଆମେ ସମସ୍ତେ କେବଳ ସେହି ଭିତ୍ତିମୂଳକୁ ଲକ୍ଷ୍ୟ କରିପାରିବା ଯେଉଁ ଭିତ୍ତିମୂଳ ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ। ଆମେ ସେହି ଭିତ୍ତିମୂଳ ଉପରେ ହିଁ ଗଢ଼ିପାରିବା। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଈଶ୍ୱରଙ୍କ ବାକ୍ୟ ପ୍ରଚାର କରିବା ଓ ସୁସମାଚାର ପ୍ରଚାର କରିବା, ଯାହାକି କେବଳ ମନୁଷ୍ୟମାନଙ୍କୁ ଉଦ୍ଧାର କରିପାରିବ ଓ ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ କରାଇ ତାହାଙ୍କ ସହ ସଂଯୁକ୍ତ କରାଇପାରିବ। 11 ପଦରେ ଲେଖା ଅଛି, କାରଣ ଯେଉଁ ଭିତ୍ତିମୂଳ ସ୍ଥାପିତ ହୋଇଅଛି ତାହା ବ୍ୟତୀତ ଅନ୍ୟ ଭିତ୍ତିମୂଳ କେହି ସ୍ଥାପନ କରିପାରେ ନାହିଁ। ସେହି ଭିତ୍ତିମୂଳ ଯୀଶୁଖ୍ରୀଷ୍ଟ। ଆପଣ କ'ଣ ତାହାଙ୍କ ଉପରେ ନିର୍ମାଣ କରୁଅଛନ୍ତି? ତାହା ହିଁ ହେଉଛି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆପଣ ଯେତେବେଳେ ଖ୍ରୀଷ୍ଟଙ୍କ ନିକଟକୁ ଆସିଲେ, ସେତେବେଳେ ଆପଣ ନିଜର କୌଣସି ଉତ୍ତମ କର୍ମ ବଳରେ ଆସିନଥିଲେ। ଆପଣ କିଛି ନ ଆଣି ଅନେକ କିଛି ଗ୍ରହଣ କଲେ। ଆପଣ ସେହି ପ୍ରସ୍ତର ଉପରେ ସଂଯୁକ୍ତ ହେଲେ, ଯେଉଁ ପ୍ରସ୍ତର କି ଯୀଶୁଖ୍ରୀଷ୍ଟ। କିନ୍ତୁ ବର୍ତ୍ତମାନ ଆପଣ ସେହି ପ୍ରସ୍ତର ଉପରେ ନିର୍ମାଣ କରିପାରିବେ। ଏଠାରେ ଉତ୍ତମ କର୍ମଗୁଡ଼ିକୁ ବିଚାରରେ ଅଣାଯାଏ। 12 ଓ 13 ପଦରେ ଲେଖା ଅଛି, କିନ୍ତୁ ଯଦି କେହି ସେହି ଭିତ୍ତିମୂଳ ଉପରେ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ ନିର୍ମାଣ କରେ, ତାହେଲେ ପ୍ରତ୍ୟେକ ଜଣର କର୍ମ କି ପ୍ରକାର ତାହା ପ୍ରକାଶ ପାଇବ, କାରଣ ସେହିଦିନ ତାହା ପ୍ରକାଶ କରିବ, ଯେଣୁ ସେହିଦିନ ଅଗ୍ନି ସହିତ ପ୍ରକାଶିତ ହେବ। ଆଉ ପ୍ରତ୍ୟେକ ଲୋକର କର୍ମ କି ପ୍ରକାର ସେହି ଅଗ୍ନି ପରୀକ୍ଷା କରିବ। ପାଉଲ କହନ୍ତି ଯେ ଆପଣ ସେହି ସ୍ଥାପିତ ଭିତ୍ତିମୂଳ ଉପରେ 6ଟି ଭିନ୍ନ ଭିନ୍ନ ଉପାଦାନରେ ନିର୍ମାଣ କରିପାରିବେ, ଯାହାକି ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଘାସ ବା ଛଣ ଦେଇ। କିନ୍ତୁ ଅଗ୍ନି ସେହି ପ୍ରଥମ 3ଟି ଉପାଦାନକୁ ନଷ୍ଟ କରିପାରିବ ନାହିଁ। ପ୍ରକୃତରେ ଅଗ୍ନି ସେହି 3ଟି ଉପାଦାନକୁ ପରିଷ୍କାର କରେ, ମାତ୍ର ଅଗ୍ନି ଅନ୍ୟ 3ଟି ଉପାଦାନକୁ ନଷ୍ଟ କରିଦେଇପାରେ, ଯାହାକି କାଠ, ଛଣ ଓ ଘାସ। କିନ୍ତୁ ବିଶ୍ୱାସୀକୁ ଏହି 6ଟି ଉପାଦାନ ମଧ୍ୟରୁ ଯେକୌଣସି ଉପାଦାନରେ ସେହି ଭିତ୍ତିମୂଳ ଉପରେ ନିର୍ମାଣ କରିବା ନିମନ୍ତେ ସ୍ୱାଧୀନତା ଦିଆଯାଇଅଛି। ଅର୍ଥାତ୍ ସୁନା, ରୂପା, ବହୁମୂଲ୍ୟ ପଥର, କାଠ, ଛଣ ଓ ଘାସ ଇତ୍ୟାଦି। ଏହି ବିଷୟ ଶିକ୍ଷା ଦିଏ ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପୁରସ୍କାର ପାଇବା ନିମନ୍ତେ କାର୍ଯ୍ୟ କରିପାରିବ। ଯଦି କୌଣସି ଲୋକର କାର୍ଯ୍ୟ ସ୍ଥିର ହୋଇ ରୁହେ, ଅର୍ଥାତ୍ ସେହି ସ୍ଥାପିତ ହୋଇଥିବା ଭିତ୍ତିମୂଳ ଉପରେ ସ୍ଥିର ହୋଇ ରୁହେ, ତାହେଲେ ସେ ପୁରସ୍କାର ପ୍ରାପ୍ତ ହେବ। କିନ୍ତୁ ଏହା ଯେପରି ସେହି କାଠ, ଘାସ ବା ଛଣରେ ନିର୍ମିତ ନ ହୁଏ। 14 ପଦରେ ଲେଖା ଅଛି, ଯେ ଯାହା ନିର୍ମାଣ କରିଅଛି ତାର ସେହି କର୍ମ ଯଦି ରହିବ, ତେବେ ସେ ପୁରସ୍କାର ପାଇବ। ଆଜି ମଧ୍ୟ ପ୍ରଭୁଙ୍କର ଅନେକ ଏହିପରି ସେବକ ଅଛନ୍ତି, ଯେଉଁମାନେ କି ସେହି ସୁନାରେ ତାହା ନିର୍ମାଣ କରୁଅଛନ୍ତି, ଅର୍ଥାତ୍ ସେମାନଙ୍କ କର୍ମର ପୁରସ୍କାର ସେମାନେ ପ୍ରାପ୍ତ ହେବେ। କିନ୍ତୁ ଯେଉଁମାନେ ସେହି ଛଣ, ଘାସ ବା କାଠରେ ନିର୍ମାଣ କରୁଅଛନ୍ତି, ସେମାନେ ପୁରସ୍କାରର ଅଧିକାରୀ ହେବେ ନାହିଁ। ସେମାନଙ୍କର କାର୍ଯ୍ୟ ଲୋକଙ୍କ ଦୃଷ୍ଟିରେ ମହାନ କାର୍ଯ୍ୟ ବୋଲି ଗଣିତ ହୋଇପାରେ, ମାତ୍ର ଈଶ୍ୱରଙ୍କ ଦୃଷ୍ଟିରେ ନୁହେଁ, ଯେହେତୁ ସେହି ପରୀକ୍ଷା ଅଗ୍ନିରେ ହେବାକୁ ଯାଉଅଛି। 15 ପଦରେ ଲେଖା ଅଛି, ଯଦି କାହାରି କର୍ମ ପୋଡ଼ିଯିବ ତାର କ୍ଷତି ହେବ, ତଥାପି ସେ ନିଜେ ରକ୍ଷା ପାଇବ, କିନ୍ତୁ ତାହା ଅଗ୍ନି ମଧ୍ୟ ଦେଇ ଗମନ କଲାପରି ହେବ। ଆପଣ ଦେଖନ୍ତୁ ଏକ ଚମତ୍କାର ଭିନ୍ନତା। ଯଦି କୌଣସି ବ୍ୟକ୍ତିର କାର୍ଯ୍ୟ ସ୍ଥିର ହୋଇ ରୁହେ, ଯାହାକି ସେ ସେହି ସ୍ଥାପିତ ହୋଇଥିବା ଭିତ୍ତିମୂଳ ଉପରେ ନିର୍ମାଣ କରିଥାଏ, ତାହେଲେ ସେ ତହିଁର ପୁରସ୍କାର ପ୍ରାପ୍ତ ହେବ। ମାତ୍ର ଯଦି କୌଣସି ଲୋକର କାର୍ଯ୍ୟ ସେହି ଅଗ୍ନିରେ ପୋଡ଼ିଯାଏ, ଅର୍ଥାତ୍ ସ୍ଥିର ହୋଇ ନ ରହେ, ସେ ସେହି କ୍ଷତି ସହ୍ୟ କରିବ, ମାତ୍ର ସେ ନିଜେ ଉଦ୍ଧାର ପ୍ରାପ୍ତ ହେବ। ସେ ତାହାର ପରିତ୍ରାଣ ହରାଇବ ନାହିଁ। ଯଦି ସେ ସେହି ଭିତ୍ତିମୂଳ ଉପରେ ସ୍ଥାପିତ ହୋଇଅଛି, ଯାହାକି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ, ସେ ସେହି ପୁରସ୍କାର ପ୍ରାପ୍ତ ହୋଇନପାରେ, ମାତ୍ର ସେ ସେହି ପରିତ୍ରାଣ ହରାଇବ ନାହିଁ, ଯେହେତୁ ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କୁ ଗ୍ରହଣ କରିଅଛି। ବାସ୍ତବରେ ଏହା ଏକ ଚମତ୍କାର ବିଷୟ। ପ୍ରିୟ ବନ୍ଧୁ, ଆପଣ ଆଜି କ'ଣ ନିର୍ମାଣ କରୁଅଛନ୍ତି? ଆପଣ ଆଜି କି ପ୍ରକାର ଉପାଦାନ ବ୍ୟବହାର କରୁଅଛନ୍ତି? ଆପଣ କ'ଣ ନିଜେ ସେହି ଭିତ୍ତିମୂଳ ଉପରେ ସ୍ଥାପିତ ହୋଇପାରିଛନ୍ତି? ଆପଣ ଯଦି ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀ, ତାହେଲେ ଆପଣ କେବେ ହେଲେ ସେହି ପୁରସ୍କାର ଆଶା କରିପାରିବେ ନାହିଁ, କାରଣ ଆପଣ ଠିକ୍ ଭାବେ ଈଶ୍ୱରଙ୍କ ବାକ୍ୟ ମଧ୍ୟ ଦେଇ ତାହାଙ୍କ ସହ ସଂଯୁକ୍ତ ହୋଇପାରି ନାହାନ୍ତି। ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀ ହେଉଛି ଜଣେ ଯେ କି ଈଶ୍ୱରଙ୍କ ବାକ୍ୟ ଭଲ ରୂପେ ଜାଣେ ନାହିଁ। ଆପଣ ଦେଖନ୍ତୁ, ଜଣେ ସେହି 3ଟି ଶ୍ରେଣୀର ମନୁଷ୍ୟକୁ ଚିହ୍ନିପାରିବ ଈଶ୍ୱରଙ୍କ ବାକ୍ୟ ସହିତ ସେମାନଙ୍କର ସମ୍ପର୍କକୁ ନେଇ, ଯାହାକି ପାଉଲ ଏଠାରେ ପ୍ରକାଶ କରନ୍ତି। ସାଂସାରିକ ମନୁଷ୍ୟ ନିମନ୍ତେ ଈଶ୍ୱରଙ୍କ ବାକ୍ୟ
ମୂର୍ଖତା ସ୍ୱରୂପ, ଯେଣୁ ସେ ତାହା ବୁଝିପାରେ ନାହିଁ। ଆତ୍ମିକ ମନା ମନୁଷ୍ୟ ଈଶ୍ୱରଙ୍କ ବାକ୍ୟକୁ ବୁଝିପାରେ ଓ ଏହା ତାହାକୁ ଆତ୍ମିକ ଶିକ୍ଷା ପ୍ରଦାନ କରେ। କିନ୍ତୁ ଜଣେ ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀ କହେ, ଆସ ବଡ଼ ଭୋଜି କରିବା, କିନ୍ତୁ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ନାହିଁ। ଈଶ୍ୱରଙ୍କ ବାକ୍ୟ ଶୁଣିଲେ କିଛି ଲାଭ ନାହିଁ। ତାହା ହିଁ ହେଉଛି ଜଣେ ନାମଧାରୀ ଖ୍ରୀଷ୍ଟ ବିଶ୍ୱାସୀର ଚିହ୍ନ। 16-17 ପଦ ମଧ୍ୟରେ ଲେଖା ଅଛି, ତୁମେମାନେ କି ଜାଣ ନାହିଁ ଯେ ତୁମେମାନେ ଈଶ୍ୱରଙ୍କ ମନ୍ଦିର, ଆଉ ଈଶ୍ୱରଙ୍କ ଆତ୍ମା ତୁମମାନଙ୍କ ଅନ୍ତରରେ ବାସ କରନ୍ତି? ଯଦି କୌଣସି ଲୋକ ଈଶ୍ୱରଙ୍କ ମନ୍ଦିରକୁ ନଷ୍ଟ କରେ, ତେବେ ଈଶ୍ୱର ତାକୁ ନଷ୍ଟ କରିବେ, କାରଣ ଈଶ୍ୱରଙ୍କ ମନ୍ଦିର ପବିତ୍ର, ସେହି ମନ୍ଦିର ତୁମେମାନେ। ଆପଣ ଦେଖନ୍ତୁ, ଈଶ୍ୱରଙ୍କ ସନ୍ତାନ ପବିତ୍ର ଆତ୍ମାଙ୍କ ମନ୍ଦିର। ପାଉଲ ଏହି ବିଷୟ ପୁନର୍ବାର ଆମମାନଙ୍କର ଦୃଷ୍ଟିଗୋଚର କରାଇବେ। ଆମମାନଙ୍କର ଶରୀର ତାହାଙ୍କର ମନ୍ଦିର ଓ ସେ ଆମମାନଙ୍କ ମଧ୍ୟରେ ବାସ କରିବାକୁ ଚାହାନ୍ତି। ବର୍ତ୍ତମାନ ଆମେ ଆଉ ଏକ ବିଷୟ ଲକ୍ଷ୍ୟ କରିବାକୁ ଯିବା, ଆଉ ତାହା ହେଉଛି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କଠାରେ ସମସ୍ତ ବିଷୟ ଅଧିକାର କରେ, ଯାହାକି ଏହି 3 ପର୍ବର 18 ପଦରୁ ଆରମ୍ଭ କରି 23 ପଦ ମଧ୍ୟରେ ଲକ୍ଷ୍ୟ କରିବାକୁ ଯିବା। 18 ପଦରେ ଲେଖା ଅଛି, କେହି ଆପଣଙ୍କୁ ପ୍ରବଞ୍ଚନା ନ କରୁ। ଯଦି କୌଣସି ଲୋକ ଏହି ଯୁଗରେ ତୁମମାନଙ୍କ ମଧ୍ୟରେ ଆପଣଙ୍କୁ ଜ୍ଞାନୀ ବୋଲି ମନେ କରେ, ତେବେ ସେ ଯେପରି ଜ୍ଞାନୀ ହୋଇପାରେ, ଏଥିପାଇଁ ସେ ମୂର୍ଖ ହେଉ। ପାଉଲ ଏଠାରେ କହିବାକୁ ଚାହାନ୍ତି, ଯଦି କେହି ବାସ୍ତବରେ ଆପଣଙ୍କୁ ଜ୍ଞାନୀ ବୋଲି ମନେ କରେ, ତାହେଲେ ସେ ଈଶ୍ୱରଙ୍କ ବାକ୍ୟକୁ ଜାଣିବା ଉଚିତ ଓ ତାହା ପ୍ରଚାର କରିବା ଉଚିତ, କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା। 19-23 ପଦ ମଧ୍ୟରେ ଲେଖା ଅଛି, କାରଣ ଏହି ଜଗତର ଜ୍ଞାନ ଈଶ୍ୱରଙ୍କ ନିକଟରେ ମୂର୍ଖତା। ଯେଣୁ ଲେଖା ଅଛି, ସେ ଜ୍ଞାନୀମାନଙ୍କୁ ସେମାନଙ୍କର ଧୂର୍ତ୍ତତାରେ ଧରନ୍ତି। ପୁନଶ୍ଚ ଜ୍ଞାନୀମାନଙ୍କର ତର୍କ ବିତର୍କ ଅସାର ବୋଲି ପ୍ରଭୁ ଜାଣନ୍ତି। ଅତଏବ କେହି ମନୁଷ୍ୟଠାରେ ଗର୍ବ ନ କରୁ, କାରଣ ସମସ୍ତ ବିଷୟ ତୁମମାନଙ୍କର। ପାଉଲ କୁହ କି ଆପୋଲ କୁହ କି କେଫା କୁହ, ଜଗତ କୁହ କି ଜୀବନ କୁହ କି ମରଣ କୁହ, ବର୍ତ୍ତମାନ ବିଷୟ କୁହ କି ଭବିଷ୍ୟତ ବିଷୟ କୁହ, ସମସ୍ତ ହିଁ ତୁମମାନଙ୍କର। କିନ୍ତୁ ତୁମେମାନେ ଖ୍ରୀଷ୍ଟଙ୍କର, ପୁଣି ଖ୍ରୀଷ୍ଟ ଈଶ୍ୱରଙ୍କର। ବାସ୍ତବରେ ଯେଉଁମାନେ ଜାଗତିକ ଭାବେ ଜ୍ଞାନୀ, ସେମାନେ ଈଶ୍ୱରଙ୍କ ନିକଟରେ ଜ୍ଞାନୀ ବୋଲି ବିଚାରିତ ନୁହନ୍ତି, ଯେପର୍ଯ୍ୟନ୍ତ ସେମାନେ ଈଶ୍ୱରଙ୍କ ବାକ୍ୟରେ ଜ୍ଞାନୀ ନୁହନ୍ତି ବା ଈଶ୍ୱରଙ୍କ ଆତ୍ମାଙ୍କ ବିଷୟଗୁଡ଼ିକ ବୁଝିପାରିନାହାନ୍ତି। ଏଠାରେ ମଧ୍ୟ ଆମେ ଦେଖୁ ଯେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ସେହି ଖ୍ରୀଷ୍ଟଙ୍କର ହେବା ଦ୍ୱାରା ସେ ସବୁକିଛି ପ୍ରାପ୍ତ ହୋଇପାରେ। ସେ ଜ୍ଞାନ ପ୍ରାପ୍ତ ହୋଇପାରେ, ଜୀବନ ପ୍ରାପ୍ତ ହୋଇପାରେ, ଜଗତ ଉପରେ ଜୟୀ ହୋଇପାରେ, ମରଣ ଉପରେ ବିଜୟୀ ହୋଇପାରେ। ସେ ଏହି ଜଗତରେ ବଞ୍ଚିଥାଉଁ ଥାଉଁ ଅନନ୍ତ ଜୀବନର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତରେ ମଧ୍ୟ ସେହି ଅନନ୍ତ ଜୀବନରେ ପ୍ରବେଶ କରି ଅନନ୍ତ ଗୌରବର ଅଧିକାରୀ ହୁଏ। ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସେହି ଖ୍ରୀଷ୍ଟଙ୍କ ମାଧ୍ୟମରେ ଈଶ୍ୱରଙ୍କର ସନ୍ତାନ ରୂପେ ଗୃହୀତ ହୁଅନ୍ତି ଓ ସେମାନେ ଈଶ୍ୱରଙ୍କର ହୁଅନ୍ତି। ବାସ୍ତବରେ ପ୍ରିୟ ବନ୍ଧୁ, ଯେ ଈଶ୍ୱରଙ୍କର ହୁଏ ତାହାର ଆଉ କ'ଣ ଅଭାବ? କିନ୍ତୁ ଆମେ ପ୍ରଥମେ ଖ୍ରୀଷ୍ଟଙ୍କର ହେବାକୁ ହେବ ଓ ଈଶ୍ୱରଙ୍କ ବାକ୍ୟକୁ ଜାଣିବାକୁ ହେବ। ପ୍ରିୟ ବନ୍ଧୁ, ଆଜି ଆପଣ କାହାର ହେବାକୁ ଚାହାନ୍ତି? ଆଜି ଆପଣ କେଉଁ ବିଷୟରେ ଜ୍ଞାନୀ ହେବାକୁ ଚାହାନ୍ତି? ଆଜି ଆପଣ କାହା ଦୃଷ୍ଟିରେ ଜ୍ଞାନୀ ବୋଲି ବିଚାରିତ ହେବାକୁ ଚାହାନ୍ତି? ଏହା ଯଦି ଈଶ୍ୱରଙ୍କ ବାକ୍ୟ ବିନା ଓ ଈଶ୍ୱରଙ୍କ ବିନା ଅନ୍ୟ କୌଣସି ବିଷୟ ହୋଇଥାଏ, ତାହେଲେ ଆପଣ ଠିକ୍ କରୁନାହାନ୍ତି। ଅନ୍ତତଃ ଈଶ୍ୱରଙ୍କ ବିଷୟରେ ଜ୍ଞାନୀ ହେବାକୁ ଚେଷ୍ଟା କରନ୍ତୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ସମସ୍ତ ବିଷୟର ଅଧିକାରୀ ହୁଅନ୍ତୁ, କାରଣ ଖ୍ରୀଷ୍ଟ ହେଉଛନ୍ତି ଅନନ୍ତ ଜୀବନ ଓ ତାହାଙ୍କଠାରେ ଆମେ ଯାହା କିଛି ପ୍ରାପ୍ତ ହେଉ ତାହା ମଧ୍ୟ ଅନନ୍ତ। ତେଣୁ ଆସୁ ଏହି ଜଗତରେ ମୃତ୍ୟୁକୁ ଭୟ ନ କରି, ଏହି ଜଗତର ବିଷୟରେ ଲାଳାୟିତ ନ ହୋଇ ଆମେ ଖ୍ରୀଷ୍ଟଙ୍କ ନିମନ୍ତେ ଲାଳାୟିତ ହେଉ ଏବଂ ଖ୍ରୀଷ୍ଟଙ୍କ ନିମନ୍ତେ ବଞ୍ଚୁ। ତାହେଲେ ଆମେ ନିଶ୍ଚିତ ଭାବରେ ଏହି ଜଗତରେ ସେହି ଅନନ୍ତ ଜୀବନର ଅଧିକାରୀ ହେବା ସଙ୍ଗେ ସଙ୍ଗେ ସେହି ଅନନ୍ତ ଜୀବନରେ ମଧ୍ୟ ପ୍ରବେଶ କରିପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ। ଆଶା କରୁ ଆଜିର କାର୍ଯ୍ୟକ୍ରମ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ ଓ ଆପଣ ଆତ୍ମିକ ଜୀବନରେ ଉପକୃତ ହୋଇଥିବେ। ଯେପରି ମୁଁ କହିଥିଲି ଯେ ସେମାନେ ସୁସମାଚାର ଶୁଣି ଯୀଶୁଙ୍କଠାରେ ବିଶ୍ୱାସ କରିଥିଲେ ସତ, କିନ୍ତୁ ଆତ୍ମିକ ଭାବେ ବୃଦ୍ଧି ପାଇପାରିନଥିଲେ। ପୁରୁଣା ସ୍ୱଭାବ ସେମାନଙ୍କ ଜୀବନରେ ଦେଖାଯାଉଥିଲା। ପାଉଲ ସେମାନଙ୍କୁ ଅତି ସୁନ୍ଦର ଭାବେ ଶିକ୍ଷା ଦେଉଥିବା ଆମେ ଲକ୍ଷ୍ୟ କରୁଛୁ। ପାଉଲ ନିଜକୁ ପ୍ରତିଷ୍ଠା କରୁନାହାନ୍ତି କି ଅନ୍ୟକୁ ନ୍ୟୁନ କରୁନାହାନ୍ତି। ଯଦିଓ ବୀଜ ବପନ ଓ ଜଳସେଚନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ, କିନ୍ତୁ ଈଶ୍ୱର କେବଳ ବୃଦ୍ଧି ସାଧନ କରନ୍ତି ବୋଲି ସେ କହୁଛନ୍ତି। ଖ୍ରୀଷ୍ଟଙ୍କଠାରେ ଯେ ପର୍ଯ୍ୟନ୍ତ ଆମେ ଲାଗି ନ ରହିଛୁ,
आमे बढ़ी परिबा नहीं। प्रिय बंधु, प्रश्न है आमे ख्रीष्टंक ठारे लागी रहीचु कि? जदि आम आत्मिक स्थिति आज ख्रीष्टंक ठारू दूर रे अछि, तेबे प्रश्न करू जे आज आम माने कि प्रकार जीवन काटुछु? आमे कौन जीशुंक ठारे विश्वास कला परे मध्य सांसारिक जीवन यापन करूछु कि? तेबे आज तो आम समय शेष हेलानी। परवर्ती कार्यक्रम रे पुणी आपन सहित साक्षात हब। आपन ठारू विदाय नबा पूर्वरु आसंतु प्रार्थना करिबा। दयाल स्वर्गस्थ पिता, आमे तुमर धन्यवाद करूछु। तुम्हें पवित्र, तुम वाक्य पवित्र। प्रभु तुम्हें आम्मान को तुम वाक्य मध्य दे आज कथा कहिच, से आमे तुमर धन्यवाद करूछु। प्रभु करंथी मंडली रे अनेक प्रकार समस्या थिला। आज आम्मान को मध्य मध्य विभिन्न प्रकार समस्या रही, किंतु तुम्हें जे आम्मान कर ईश्वर, आम्मान को समस्या समाधान करी परमेश्वर, प्रभु तुम्हें आम्मान को सहाय्य कर। आमे जेपरि तुम ठारे विश्वास करिबो, तुम वाक्य विश्वास करिबो, पवित्र जीवन यापन करिबो, से परि कृपा तुम्हें कर। आम्मान जेपरि प्रभु तुम परि जीवन काटिबो, से अनुग्रह तुम्हें आम प्रत्येक को दान कर। प्रभु आज तुम्हें करंथी मंडली मध्य दे आम्मान को कथा कहल, से धन्यवाद देउछु। एक क्षुद्र निवेदन प्रार्थना आम्मान को निमंते प्राण देइथिबा प्रिय जीशुंक नाम रे मागिलु, आमेन। गत प्रश्नर उत्तरटी हैला डी ख्रीष्टंक क्रूसीय मृत्यु। आजिर प्रश्नटी हैला जगतर ज्ञान काहा निकटरे मूर्खता? ए मनुष्य, बी ईश्वर, सी पालक, डी याजक। এই প্রশ্নর উত্তর আসন্তা কালি সন্ধ্যা 6টা মধ্যে অপশন এ, বি, সি, ডি মধ্যরু সঠিক উত্তর বাছি আপনার নাম ও সম্পূর্ণ ঠিকনা সহিত 9777221415 ফোন নম্বরে SMS কিংবা WhatsApp দ্বারা জଣାইବାକୁ অনুরোধ। जदि आपको आम कार्यक्रम भल लगुच तेबे 0444908126 रे मिस्ड कॉल दे विजय होई परिबे। गत सप्ताहर विजय दर्शक बंधु हेले नवरंगपुर अश्विनी माझी और परिवार।